ଭିତରି ଭାବରେ ବିଳତ ହୋଇ ଚୌଚାରୁ ପଡିଗଲା। ମୁଳି ମାରିଦେଲୁ ତାକୁ। ଗୋସାଇଁ କଣ ହେଲା? କଣ ହେଲା? ଭାତ ନା କଣ? ନାଇଁ ନାଇଁ, କଳା କଂସଦଳା ଅଞ୍ଜନ ମର୍କଟ ଇନ୍ଦ୍ରନୀଳମଣି ଘନ ପୂର୍ଣ୍ଣତା ହେଇଗଲା, ଷୋଳକଳା ପ୍ରାପ୍ତି ହେଇଗଲା। ବୁଢା ବିହଳିତ ହୋଇ ତାପରେ ବିହଳିତ ହୋଇ ମୋସନା ଦେଇ ମଞ୍ଚରୁ ଏ ଚେୟାର ବସି ପଡ଼ିଲା। କାନ୍ତି ସେମିତି ଗାୟକ, ଆଉ କିଛି କହିବିନି। ହେ ଦିବଙ୍ଗତ ଗୋସାଇଁ ଡାକୁଥିବା ମୋର ଅତି ପ୍ରିୟ ପ୍ରଭାତ ବାବୁ, ତୁମେ ଯୋଉଠି ଥିଲେ ବି ସୁଦ୍ଧା ନିଶ୍ଚିତ ଭାବରେ ତୁମ ପାଲା ପ୍ରତି, ପାଲା କଳା ପ୍ରତି ସେ ତୁମର ସେଇ ସୂକ୍ଷ୍ମ ଶରୀର ଶ୍ରଦ୍ଧା ଥିବ। ମିଶି ଯାଇଛି ପାର୍ଥିବ ଶରୀର, କିନ୍ତୁ ପ୍ରଭାସଙ୍କର କୀର୍ତ୍ତି ଭାତି ରସ ତାଙ୍କୁ ବଞ୍ଚେଇଛି ବଞ୍ଚଉଥିବ ମଧ୍ୟ। ଜୟ ଜଗନ୍ନାଥ। ସେଇ ଦିବଙ୍ଗତ ଆତ୍ମା ନିର୍ବାଣ ମୁକ୍ତି ପାଇଁ ମହାପ୍ରଭୁଙ୍କ ନିବେଦନ। ଜୟ ମା ଶାରଳା।